ଅନ୍ୟମାନେ ତୁମର ଦର୍ପଣର ପାର୍ଟ 1। ମା ଲେଖୁଛନ୍ତି, ତୁମେ ଯେତେବେଳେ ଅନ୍ୟ କିଛି ଦୋଷ ଦେଖି ବିରକ୍ତ ହୋଇ ଉଠ, ଯେଉଁଗୁଡ଼ିକ କି ତୁମ ପାଇଁ ଅପ୍ରିୟ ଓ ହାସ୍ୟାସ୍ପଦ, ଏବଂ ତାଚ୍ଛଲ୍ୟର ସହ କହିଥାଅ, ଛି ଛି, ସେ ଲୋକଟା ଏପରି, ସେ ଏପରି ବ୍ୟବହାର କରେ, ସେ ଏମିତି ଗୁଡ଼ାଏ କଥା କହେ, ସେ ଏମିତି ଗୁଡ଼େ କାମ କରେ, ସେତେବେଳେ ବରଂ ତୁମେ ନିଜକୁ ସେହିପରି କହିବା ଉଚିତ, ଆଚ୍ଛା ଆଚ୍ଛା, ମୁଁ ବୋଧେ ସେହିପରି କାର୍ଯ୍ୟ କରୁଛି, କିନ୍ତୁ ସେ କଥା ଜାଣି ପାରୁନାହିଁ। ମୁଁ ବରଂ ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ନିଜେ ନିଶ୍ଚିତ ହେବା ପାଇଁ ନିଜ ଭିତରକୁ ପ୍ରଥମେ ଦେଖିବି। କାଳେ ମୁଁ ତାରି ଭଳି କାର୍ଯ୍ୟଟି ଟିକେ ଭିନ୍ନ ପ୍ରକାରେ କରୁଥିବି। ତୁମର ଯଦି ଭଲ ବୁଝିବା ଶକ୍ତି ଓ ତୀକ୍ଷ୍ଣ ବୁଦ୍ଧି ଥାଏ, ତେବେ ଯେତେ ଥର ଅନ୍ୟର ବ୍ୟବହାରରେ ତୁମେ ଆଘାତ ପାଉଥାଅ, ସେତେ ଥର ତୁମେ ବୁଝିପାରିବ ଯେ ଜୀବନରେ ଅନ୍ୟମାନଙ୍କ ସହ ସମ୍ପର୍କ ଗୁଡ଼ିକ ହେଉଛି ଏକ ଦର୍ପଣ ପରି। ତାହା ତୁମକୁ ଦିଆଯାଇଛି, ଯେଉଁଥିରେ ତୁମେ ସହଜରେ ପରିଷ୍କାର ରୂପେ ଦେଖିପାରିବ ଯେ ସେହି ସବୁ ଦୋଷ ତ୍ରୁଟି ଗୁଡ଼ିକ ତୁମ ନିଜ ଠାରେ ମଧ୍ୟ ରହିଛି। ସାଧାରଣତଃ ଓ ପ୍ରାୟ ପୂର୍ଣ୍ଣତଃ ଏହା ଏକ ସତ୍ୟ ଯେ ତୁମେ ଅନ୍ୟଠାରେ ଯେଉଁ ସବୁ ଦୋଷ ଦେଖି ଆଘାତ ପାଉଛ, ସେ ସବୁ ଦୋଷ ତୁମ ଭିତରେ ମଧ୍ୟ ରହିଛି, କିନ୍ତୁ ଟିକିଏ ଭିନ୍ନ ରୂପରେ, ଅଥବା ସେ ଦୋଷ ଗୁଡ଼ିକ ତୁମ ଭିତରେ ଘୋଡ଼େଇ ହୋଇ ରହିଛନ୍ତି, ଲୁଚି କରି ରହିଛନ୍ତି। ତେଣୁ ତୁମେ ତୁମ ନିଜ ବିଷୟରେ ନିଜ ଦ୍ୱାରା ହିଁ ପ୍ରତାରିତ ହୋଇ ରହିଛ। ତୁମ ଭିତରେ ସେ ଦୋଷଟି ରହିଛି, କିନ୍ତୁ ତୁମେ ତାହା ଦ୍ୱାରା କିଛି ଆଘାତ ପାଉନାହଁ, ଅଥଚ ସେ ଦୋଷଟି ତୁମେ ଅନ୍ୟଠାରେ ଦେଖିଲା ମାତ୍ରେ ହଠାତ୍ ଉତ୍କ୍ଷିପ୍ତ ହୋଇ ଉଠୁଛ। ମା, ଆମେ ଟିକେ ଆଲୋଚନା କରିବା ଅନ୍ୟମାନେ ତୁମର ଦର୍ପଣର ପାର୍ଟ 1। ମା ଲେଖୁଛନ୍ତି, ଆମେ ଅଳ୍ପ ଅଳ୍ପ କରି ଆଲୋଚନା କରିବା। ମା ଲେଖୁଛନ୍ତି, ତୁମେ ଯେତେବେଳେ ଅନ୍ୟ କିଛି ଦୋଷ ଦେଖି ବିରକ୍ତ ହୋଇ ଉଠ, ଯେଉଁଗୁଡ଼ିକ କି ତୁମ ପାଇଁ ଅପ୍ରିୟ ଓ ହାସ୍ୟାସ୍ପଦ ଓ ତାଚ୍ଛଲ୍ୟର ସହ ତୁମେ କହିଥାଅ। ଏଠି ଆମେ ଗୋଟେ କଥା ମୂଳରେ ମନେ ରଖିବା, ମା ପ୍ରଥମରୁ କହୁଛନ୍ତି ଯେ ତୁମେ ଯେତେବେଳେ ବିରକ୍ତ ହୋଇ ଉଠ, ଅନ୍ୟ କାହାର ଗୋଟେ ଦୋଷ ଦେଖିଲ, ଯୋଉଟା କି ଆମକୁ ଦୋଷ ଆମକୁ ଖରାପ ଲାଗିଲା, ଆମକୁ ଅପ୍ରିୟ ଲାଗିଲା, ଏବଂ ଆମକୁ ଲାଗୁଛି ହେ ହାସ୍ୟାସ୍ପଦ, ମାନେ ତାକୁ ଥଟ୍ଟା କରିବା ହଉ ବା ତା ଭଳିଆ ଲୋକ ଏମିତି କରିଛନ୍ତି, ସେ ପ୍ରକାର ହାସ୍ୟାସ୍ପଦ ହେଇପାରେ, କିମ୍ବା ଭାଇ ଦେଖ ମୂର୍ଖ ଭଳିଆ କରୁଛି, ସେ ବି ହେଇପାରେ। ଯୋଉ ପ୍ରକାରର ଆମ ଭିତରେ ଅନ୍ୟ କାହାର ଦୋଷ ଦେଖି ବିରକ୍ତି ଭାବ ଆସୁଛି, ଏବଂ ଆମେ କହୁଛୁ ବିରକ୍ତି ଭାବ ଆସିଲେ ତାମାନେ ଆମେ ତାକୁ ବିଚାର କରୁଛନ୍ତି, ସେ କଣ କରୁଛି କଣ ନାହିଁ, ଠିକ କରୁଛି କି ଭୁଲ କରୁଛି। ଏଇଠି ଗୋଟେ କଥା ଆମେ ନିଶ୍ଚୟ ଜାଣିପାରିବା, ଆମେ ଯେତେବେଳେ ଅନ୍ୟକୁ ବିଚାର କରୁଛନ୍ତି, ସେତେବେଳେ ଆମେ ନିଜକୁ ଏକ ବିଚାରକ ପୋଜିସନରେ ରଖି ଦଉଛନ୍ତି। ତା ଅର୍ଥ ଆମେ ସବୁ ବିଷୟରେ ଜ୍ଞାତ, ଆମେ ସବୁ ଜାଣିଛନ୍ତି, ଆମେ ଯାହା କରନ୍ତି ତାହା ପରଫେକ୍ଟ, ପୁରା ଠିକ। ତେଣୁ ଅନ୍ୟମାନଙ୍କୁ ବିଚାର କରିବାର ମୋର ସାମର୍ଥ୍ୟ ରହିଛି। କିନ୍ତୁ ଆମେ ଏକଥା ବି ଜାଣିଛନ୍ତି, ପ୍ରତ୍ୟେକ ମଣିଷ ମନ ପ୍ରାଣ ଶରୀର ଦ୍ୱାରା ଆମେ ପରିଚାଳିତ ହଉଛନ୍ତି। ଯେ ପର୍ଯ୍ୟନ୍ତ ଆମ ଭିତରେ ସ୍ଥାୟୀ ରୂପାନ୍ତର ନ ହେଇଛି, ସେ ପର୍ଯ୍ୟନ୍ତ ଅଜ୍ଞାନତା ଅନ୍ଧକାର ଆମକୁ କୌଣସି ଏକ ମୁହୂର୍ତ୍ତରେ ମଧ୍ୟ କବଳିତ, ପ୍ରାୟତଃ କବଳିତ କରି ରଖୁଛି। ଯଦି ବି କେହି ଯଦି ଅନ୍ତରାତ୍ମା ସହିତ ସମ୍ପର୍କିତ ହେଇ ରହିଥାଏ, କିଛି ସମୟ ପାଇଁ ରହିପାରେ, କିନ୍ତୁ ଆମର ଶରୀର, ଆମର ଏଇ ପ୍ରାଣ, ଏ ମନ ପୂର୍ଣ୍ଣ ଭାବେ ରୂପାନ୍ତରିତ ନ ହେବା ପର୍ଯ୍ୟନ୍ତ ଅଜ୍ଞାନତା ଅନ୍ଧକାରର ଯୋଉ ଗୁଣ ଗୁଡିକ ଆମର ସେଇ ନିଶ୍ଚେତନାର ଗହ୍ୱରରୁ, ଅବଚେତନାର ଗହ୍ୱରରୁ ସବୁବେଳେ ମୁଣ୍ଡ ଟେକି ଉଠେ ଏବଂ ଆମକୁ କବଳିତ କରେ ଏବଂ ଆମ ଦେଇ କାମ କରେଇ ନିଏ, ଯୋଉ କାମ ଗୁଡାକ ଭଗବତ ବିରୋଧୀ ହୋଇଥାଇପାରେ, ହୋଇଥାଏ।
आमर अग्रगति सेगुड़ाक उपरकू उठे एटा सत्य सेगुड़ाक रूपांतर हवा दरकार एटा सत्य कि आलोचनार विषय वस्तु हूँ माने आमे रूपांतर न हवा पर्यंत आमे पूर्णतः परफेक्ट ही ना हूँ जिते परफेक्ट है ना हूँ पूर्व भी आम थे आलोचना करते मालुले जे मनीष मात्र के निश्चय किसी ना कि दोष दुर्बलता आम भीतर रही तेणु आम भीतर गोटे अधिकार कौटू आसला क्या विचार करने मु तो प्रथम से कथा निश्चय उठे तेणु तापर जदि आम भीतर जे आमे बाहर को प्रकाश करू कि न करू निज भीतर जदि से भाव आसला छी से लोकटा एमतिया एम सब व्यवहार कौन करवा कथा एमतिया गुड़िया कथा से कहूँ एमती काम से कर बरं सेत आमे निजको कहवा उचित जे मो भीतर भी कोना कोटी बोधे सेमती रही मुई भी से भाया कार्य करुच्ची मुझे जानी पारुनी कहीं मो भीतर जो विरक्ति भाव आसूची देखो दीटा कथा जने शिक्षक जेतेबेले पिला मानक पाखु जाए ताकू 2 रे 2 मिसेले केते हबो 4 हबो बोली पिला केमती बुझीबो सेतिपई जेतेबेले शिक्षकटी प्रचेष्टा करे सेतेबेले पिला 2 रे 2 मिसेले 4 हबा पई जो प्रचेष्टा करूची से प्रचेष्टा रे शिक्षक आनंदित हुए सी थरे 2 थर 3 थर 4 थर बुझेबा को चेष्टा करे भिन्न भिन्न उपाय रे पिला केमती बुझी पारिबो से प्रकार उपाय से करे सेठी से विरक्त हुए नहीं सेठी से विरक्त हुए नहीं किंतु जेतेबेले आम भितरे अन्य किछि दोष देखी अन्य कहार भी कौन प्रकार क्रिया गुणावली चरित्र जहाँ को भी देखी आम भितर जदि विरक्तिर भाव आसूची तामाने प्रतिक्रियाशील आमे होउचंती ताहले आमे जानि रखिबा जे आमर दायित्व वर्तमान बढ़ीगला कौन मु निजको कहिबी बोध मो भीतर सेमती किसी कार्य अच्छी जोड़ा कि मु जानी पारु नाही जोड़ा कि भिन्न एक रूप रे रहिची कहते बरं अन्य को समालोचना करबा पूर्वरु निजे टिके निश्चित हुओ निजको टिके प्रथमे देख अरे मु से भाया कार्य करुथिबी कि अन्य प्रकार करुथिबी से प्रकार गुण मो भीतर नाही तो एईटा होची सबुटा बुद्धिमतार कार्य सेतिपई आमे आर सेकेंड रे पार्ट 2 रे तो पढ़िबा डिटेल्स किंतु एक कथा आमे मन रखिबा जणे जेतेबेले 2 रे 2 मिसेले 4 केमती होउची बुझी गला 3 रे 5 मिसेले 8 होउची बुझी गला ता माने जो गाणितिक प्रक्रिया रे जोग क्रियाटी से बुझी गला जेतेबेले जोग क्रियाटी बुझी गला से ताकू जेतेबेले जोग फल जहा दिया गला से सब करि पारिला सेतेबेले टीचर आउ ताकू जोग युक्त काम दिए नहीं जोग क्रिया काम दिए नहीं तापरे ताकू वियोग क्रिया काम सिखेबो काहे की कहना जोग जोग प्रक्रिया हे गला तार तेणु नेक्स्ट प्रक्रियाटा ताकू से शिखेबो आम जीवन कार्यावली के आम जदि देखिबा आमर अग्रगति पई भगवान जहाँ चाहूचंदी मो भीतर ताहा परिप्रकाश हवा पर्यंत मो चतुर्पार्श्व परिवेश परिस्थिति तैयारी हुए बाहर कौन सी घटना देखी जेतेबेले मो भीतर कौन सी प्रकार प्रतिक्रिया आसिला किंतु आमे जदि मांकर लेखा पढ़िबा एवं एक कथा मध्य आमे निजे चिंता करिबा मु बारंबार से कथाटी आमे उठेबा जे अन्य बाहरे जो जिनसटी घटुची ताकू देखी मु जदि ता भितरु कौन शिखिबार अच्छी शिखी जाए से लिखुं तुमर जदि भल बुझीबा शक्ति और तीक्ष्ण बुद्धि थाए
तेबे जेते थर अन्यर व्यवहार रे तुमे आघात पाउथाओ से समय रे आमे निज भीतर को जाकी देखिबा जे मो भितरे अन्य को समालोचना करिवार प्रवृत्ति जो आसुची जोथि पाई आसुची से प्रकार कार्य मो भितर कोठी लुचिकी रही नहीं तो मु सेई कार्यटी अन्य भाव अन्य काम करू नहीं तो जदि ताकू खोजिकी आमे पाई गले एवं ताकू संशोधन करबा पई मां को पाखरे प्रार्थना कले चैत्य सत्ता सम्मुखरे अंतरात्मा सम्मुखरे ताकू जदि नहीं करी थोइले ताकू संशोधन हवा पई बाट प्रस्तुत करदेले ताहले सेई प्रक्रिया बा सेई प्रतिक्रिया रो जो बाह्य घटना बळे मो जीवन रे आउ आसीबो नाही काहेकि ना मु सेतरु शिखी गली जेमती जोग प्रक्रिया शिखी गला परे आउ जोग प्रक्रिया पर मते क्वेश्चन बेसी दिया जाए नहीं मते दिया जाए वियोग प्रक्रिया रो लेसन पुनी स्टार्ट करा जाए सेमती जदि बाहर भी जो घटना मु देखुची मो सहित घटू कि न घटू जदि भी मु देखुची सेथुरु जदि शिखी गली ताहले मोर अग्रगति हेई गला सेई विषय उपरे ताहले मो पाखरे बा मो जीवन रो पाद चला रास्ता रे बा मो जीवन पथरे से प्रकार रो घटना बा से प्रकार परिस्थिति आउ आसीबो नाही एठी कहउचंदी जदि तमे निजे आघात पाउच ताहले तमे बुझी परिबो जे जीवन रे अन्य मानक सह संपर्क गुडिक होची एक दर्पण परी ताहा तुमको दिया जायछि जेउथिरे तुमे सहजरे परिष्कार रूपे देखि परिबो जे सेही सबु दोष त्रुटि गुडिक तुम निज ठारे मध्य रहिछि तेणु आम भितरे जेतेबेले किछि प्रतिक्रिया आसुची किछि विरक्ति भाव आसुची समालोचना भाव आसुची जहा को देखिकी जो घटना को देखिकी सेटा प्रकृत रे मो पाए एक सुजोग आनी सृष्टि करुची जे मो भितरे से प्रतिक्रिया टी से देखई देला तेणु ताकू धरी चैत्यर आलोक सम्मुख रे बा मां को पाखरे नहीं ताकू थोई संशोधन हवा पाई रूपांतरित हवा पाई आस्पृहा करी प्रार्थना करी प्रचेष्टा करी एटा होची आम पाई सबुठु बेस्ट उपाय तेणु कि माँ बारंबार कहते तुम जान रख तुम भितर विरक्ति भाव आसूची माने तुम्हें से दोष दुर्बलता तुम भितर कौटी अच्छी मां लिखुं साधारणतः और प्राय पूर्णतः यह एक सत्य जे तुम्हें अन्य ठारे जो सबु दोष देखि आघात पाउछ से सबु दोष तुम निज भितर मध्य रही किंतु टिके भिन्न रूप से से कथाटी पुणी आउ थे आउ एक उपाय आम पाखे पहुंचाऊँगी आमको आउ अधिक क्लारिफाई करने यह पूर्णतः सत्य बोली कहते जदि तुम्हें अन्य काहाठारे जो दोष देखिकी आघात पाउछ ता माने से दोष तुम भितर रही हुए तो सही रूप अच्छी किंबा टिके भिन्न रूप रही किंतु तुम्हें ताको घोड़े की रखी देछ घोड़े ही रही लुचि करी रही माँ बड़े मजार कहले तेणु तुम्हें तुम निज विषय निज द्वारा ही प्रतारित हो रही तुम्हें तेणु तुम्हें तुम निज विषय रे निज द्वारा ही ठकुच मान ठकी हो प्रतारित हो रही तुम भितरे से दोषटी रही तुम्हें ता द्वारा किछि आघात पाउना अथच से दोषटी अन्य मानक पाखरे देखिला बेले तमे उत्क्षिप्त हो उठुच एटा आमे आम जीवन प्रत्येक कार्यावली को जी वैज्ञानिक भाव वैज्ञानिक मनोवृत्ति नहीं ताकू तर्जमा करी अग्रगति पाई प्रचेष्टा रे जारी रहिबो सी निश्चय देखिबो ता भितरे दोषटी रही किंतु से परिप्रकाश ही नहीं बाहर देखिला परे सी कौन होची
ଯେମିତି କହନ୍ତି ନା ଲାଇକ୍ ଲାଇକ୍ସ ଲାଇକ୍, ତା ମାନେ ଯାହାର ଯୋଉଥିରେ ପସନ୍ଦ ସିଏ ସେଇ ଜିନିଷକୁ ପସନ୍ଦ କରି ବାଛେ ବା ତାହାରି ସହିତ ସେ ସମ୍ପର୍କୀଭୂତ ହେଇଯାଏ। ତେଣୁ ଅନ୍ୟ କାହା ଭିତରେ ଦୋଷ ଦୁର୍ବଳତା ଦେଖିକି ତୁମ ଭିତରେ ବା ଆମ ଭିତରେ ବା ମୋ ଭିତରେ ଯୋଉ ବିରକ୍ତି ଭାବ ଆସୁଛି, ଯୋଉ ଆଘାତ ଆମେ ପାଉଛେ, ତାର ଅର୍ଥ ମୋ ଭିତରେ ସେ ଦୋଷଟି ରହିଛି, ତେଣୁ ମୁଁ ଉତ୍କ୍ଷିପ୍ତ ହୋଇ ଉଠୁଛି। କିନ୍ତୁ ଏଠି କେତେକ ଲୋକ ତାକୁ ଅନ୍ୟ ଏକ ଅର୍ଥରେ ବ୍ୟବହାର କରନ୍ତି। ଏଠି ଲେଖା ହେଇଛି କଣ? ସାଧାରଣତଃ ଓ ପ୍ରାୟ ପୂର୍ଣ୍ଣତଃ ଏହା ଏକ ସତ୍ୟ ଯେ ତୁମେ ଅନ୍ୟଠାରେ ଯେଉଁ ସବୁ ଦୋଷ ଦେଖି ଆଘାତ ପାଉଛ, ସେ ସବୁ ଦୋଷ ତୁମ ଭିତରେ ମଧ୍ୟ ରହିଛି। ଲୋକ ଆକୁ ଟିକେ ମଡିଫାଏ କରିକିରି ଥଟ୍ଟା କଲା ବେଳେ କହନ୍ତି, କେରିକେଚର କଲା ବେଳେ କହନ୍ତି, ତୁ ମୋ ଠାରେ ଏଇ ଦୋଷ ଦେଖୁଛୁ ନା, ତୋ ଭିତରେ ସେ ଦୋଷ ରହିଛି। ଆରେ ବାବା, ଯିଏ କହୁଛି ସିଏ ନିଜେ ଭିତରେ ବି ସେ ଦୋଷ ଅଛି। ସିଏ ତାର ଦୋଷ ଦେଖିକି ଦୋଷ ଦେଖୁଛି ମାନେ ତା ଭିତରେ ବି ସେ ଦୋଷ ରହିଛି। କିନ୍ତୁ ଏଠି ଯୋଉ ୱାର୍ଡ ଟି ଲେଖା ହେଇଛି, ଦୋଷ ଦେଖି ଆଘାତ ପାଉଛ, ଏଠି ଲେଖା ହେଇଛି ଆଘାତ ପାଉଛ, ତା ମାନେ ତୁମ ଭିତରେ ପ୍ରତିକ୍ରିୟା ଆସୁଛି। ଦେଖ, ଜଣେ ପ୍ରତିକ୍ରିୟା ଶୂନ୍ୟ ହେଇ ଯଦି ସେ ଦେଖୁଛି, ତା ଅର୍ଥ ହଉଛି ସିଏ ଚିହ୍ନିଛି ବୋଲି ସେ ଦେଖୁଛି। ଦେଖ, ଗୋଟିଏ ଜାଗାରେ କାଚ ଗୁଲି ଅଛି, ଶଙ୍ଖର ଗୁଲି ଅଛି, ମାଟିର ଗୁଲି ଅଛି। ତା ଭିତରୁ ମୁଁ ଯଦି ବାଛି ପାରିବାର ସାମର୍ଥ୍ୟ ମୋ ଭିତରେ ଅଛି, ନିଶ୍ଚୟ ମୁଁ ଦେଖିବି, କହିବି ଏଇଟା କାଚ ଗୁଲି, ଏଇଟା ଶଙ୍ଖ ଗୁଲି, ଏଇଟା ମାଟି ଗୁଲି। କିନ୍ତୁ ପ୍ରତିକ୍ରିୟାଶୀଳ ଯଦି ତୁମ ଭିତରେ ଭାବ ରହୁଛି, ଯେତେବେଳେ ଅନ୍ୟ କାହାର ଦୋଷ ଆମେ ଦେଖୁଛନ୍ତି, ଦୋଷ ଦେଖି ଆଘାତ ପାଉଛେ, ସେଇ ୱାର୍ଡ ଟା ସେଥିପାଇଁ ମୁଁ କହିଲେ, ଆଘାତ ଆମେ ଯେତେବେଳେ ପାଉଛେ, ତା ମାନେ ଆମେ ଜାଣିବା ଯେ ସେ ଦୋଷ ମୋ ଭିତରେ ରହିଛି। କିନ୍ତୁ ମୋର ଚେତନାର ଉର୍ଦ୍ଧ୍ୱ ସ୍ତରକୁ ମୁଁ ଗଲିଣି, ତେଣୁ ମୁଁ ଚିହ୍ନି ପାରିବି ତ ନିଶ୍ଚୟ ନା, ଏଇଟା ମତେ ବିବର୍ତ୍ତନରେ ଆଗେଇ ନବ କି ମତେ ଏଇଟା ବିବର୍ତ୍ତନରେ ପଛେଇ ଦଉଛି। ମୋର ଚିହ୍ନିବାର ସାମର୍ଥ୍ୟ ରହିଛି, ମୁଁ ଚିହ୍ନି ପାରିବିନି କେମିତି? ମୁଁ ଯଦି ଚିହ୍ନି ପାରିଲି ଏବଂ ଆଇଡେଣ୍ଟିଫାଏ କଲି, ନାଇଁ ନାଇଁ ଏଇ କାର୍ଯ୍ୟ ଗୁଡାକ ବା ଏଇ ଗତିବିଧି ଗୁଡାକ ବା ଏଇ ଭଳିଆ କାମ ଆମେ ଯୋଉ କରୁଛନ୍ତି, ଏଗୁଡାକ ଆମର ଅଗ୍ରଗତି ପାଇଁ ବାଧା ସୃଷ୍ଟି କରୁଛି, ସେତେବେଳେ ତାକୁ ବେଳେ ବେଳେ ଲୋକ ଦୋଷ ଦିଅନ୍ତି। କଣ? ତୁ ତୁ ତା ଭିତରେ ସେ ଦୋଷ ଟା ଦେଖୁଛୁ ମାନେ ତୋ ଭିତରେ ଦୋଷ ଅଛି। ଆରେ ସେ ଦୋଷ ଟା ଦେଖୁଛି ଅର୍ଥ ତା ଭିତରେ ଯେ ପ୍ରତିକ୍ରିୟା ଅଛି, ଏ କଥା କେମିତି ତମେ ଜାଣିଲ? ଯଦି ପ୍ରତିକ୍ରିୟା ଅଛି, ତାହେଲେ ନିଶ୍ଚୟ ତା ଭିତରେ ଦୋଷ ରହିଛି। ଯଦି ପ୍ରତିକ୍ରିୟା ନାହିଁ, ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଗଲେ ତା ଭିତରେ ବାଛିବାର ସାମର୍ଥ୍ୟ ରହିଛି, ତେଣୁ ସେଠି ତାର ମନୋଭାବ ମଧ୍ୟ ବଦଳି ଯାଇଥାଏ। ଏଇଟା ପାର୍ଟ 2 ରେ ସବୁ ଆମେ ତାକୁ ଆଉ ଟିକେ ଡିସ୍କସନ ଅଧିକା କରିବା। ଖାଲି ଏତିକି ଆମେ ମନେ ରଖିବା ଯେ ଯଦି ମୁଁ ଆଘାତ ପାଉଛି ଅନ୍ୟ କାହାର ଦୋଷ ଦେଖିକି, ତାହେଲେ ମୁଁ ନିଜକୁ ନିଜେ ଠକିକି ଏପର୍ଯ୍ୟନ୍ତ ରହିଛି, ଏବଂ ମୁଁ ତା ଅର୍ଥ ହଉଛି ମୁଁ ଏପର୍ଯ୍ୟନ୍ତ ଜାଣିପାରି ନାହିଁ ମୋ ଭିତରେ ସେ ଦୋଷଟି କୋଉ ଜାଗାରେ ଲୁଚିକି ରହିଛି, ଭିନ୍ନ ଏକ ରୂପରେ ରହିଛି। ତେଣୁ ରହିଛି ବୋଲି ମୁଁ ହଠାତ୍ ଉତ୍କ୍ଷିପ୍ତ ହୋଇ ଉଠୁଛି। ଆମ ଭିତରେ ବେଳେ ବେଳେ ଆଉ କେତେ ଗୁଡେ କ୍ରିୟା ପ୍ରତିକ୍ରିୟା ଉଠେ, ଯୋଉ ଭଳିଆ କାମ କରିବା ପାଇଁ ମୁଁ ବିରକ୍ତ ହୁଏ, ଏ ଧରା ଯୋଉ ଏଇ କାମଟି ସେ କଲେ ମୁଁ ବିରକ୍ତ ହଉଛି, କିନ୍ତୁ ସେଇଭଳିଆ କାମ ମୁଁ ଯେତେବେଳେ ନିଜେ କରୁଛି, ସେତେବେଳେ ମୁଁ ବିରକ୍ତ ହଉନାହିଁ। ସେଥିପାଇଁ ଲାଷ୍ଟ ଲାଇନ ଟା ଲେଖିଲେ, ତୁମ ଭିତରେ ସେ ଦୋଷଟି ରହିଛି, କିନ୍ତୁ ତୁମେ ତାହା ଦ୍ଵାରା କିଛି ଆଘାତ ପାଉନାହ, ଅଥଚ ସେ ଦୋଷଟି ତୁମେ ଅନ୍ୟ ଠାରେ ଦେଖିଲା ମାତ୍ରେ ହଠାତ୍ ଉତ୍କ୍ଷିପ୍ତ ହୋଇ ଉଠୁଛ। ଅନ୍ୟ ମାନଙ୍କ ପାଖରେ ଯଦି ଦେଖି ତମେ ଉତ୍କ୍ଷିପ୍ତ ହୋଇ ଉଠୁଛ, ତାମାନେ ଆମେ ଭୁଲ କରୁଛନ୍ତି, ଆମେ ଭୁଲ କରୁଛନ୍ତି। ତେଣୁ ଆମକୁ ଆମ ଭିତରେ ଲୁଚି ରହିଥିବା ସେଇ ଦୋଷଟିକୁ ବାହାର କରିବାକୁ ପଡିବ, ତାକୁ ନେଇକିରି ଅନ୍ତରାତ୍ମାର ଆଲୋକ ସମ୍ମୁଖରେ ମାଙ୍କ ପାଖରେ ନେଇକି ତାକୁ ଅର୍ପଣ କରିବାକୁ ପଡିବ। ମା
ଆମେ ମାଙ୍କୁ ଆବାହନ କରି ସାରିବା। Ma, thank you all, Robert.